କେମିତି ଅଛନ୍ତି ଭାଇ? କାଲି କିଏ ଆସିନଥିଲେ? ଦେହ ଠିକ ନାହିଁ କି? ହଁ, ତମର ବୋଧେ ସିଂହ ରାଶି ଆଉ ସିଂହ ରାଶି ପାଇଁ ଟିକେ ଭଲ ସମୟ ପଡ଼ିନି ପରା। ଏବେ ଏ ଯେଉଁ ସଂକ୍ରାନ୍ତି, ସିଂହ ସଂକ୍ରାନ୍ତି, ଜନ୍ମ ରବି, ରବିଙ୍କ ପାଇଁ ପରା ସଂକ୍ରାନ୍ତି। ରବି ପରା ମାସର ଅଧିପତି, ସେଥିପାଇଁ ଏ ମାସର ନାମ ପରା ସିଂହ ମାସ। ହଉ, ଏ ବିଷୟରେ ତ ଆଲୋଚନା କରିବା, ଟିକେ ପ୍ରଭୁଙ୍କୁ ପ୍ରଣାମ କରିବା। ଆପଦାମ୍ ଅପହର୍ତ୍ତାରମ୍ ଦାତାରମ୍ ସର୍ବସମ୍ପଦାମ୍ ଲୋକାଭିରାମମ୍ ଶ୍ରୀରାମମ୍ ଭୂୟ ଭୂୟ ପ୍ରଣମ୍ୟାହମ୍। ଭୂୟ ଭୂୟ, ପୁନଃ ପୁନଃ, ପୁଣି ପୁଣି, ଏଗେନ୍ ଆଣ୍ଡ ଏଗେନ୍, ତାପରେ ତାପରେ, ଭୂୟ ଭୂୟ ପ୍ରଣମାମି ଅହମ୍। ମାନେ ମୁଁ ପ୍ରଣାମ କରୁଛି, ବାରମ୍ବାର ମୁଁ ପ୍ରଣାମ କରୁଛି। କାହାକୁ? ଯିଏକି ଆପଦାମ୍ ଅପହର୍ତ୍ତାରମ୍। ଆପଦ ମାନେ ବିପଦ, ବିପଦକୁ ଯିଏ ଅପହରଣ କରନ୍ତି। ଆମ ଭଳି ଯେଉଁମାନେ ଜୀବ, ସେ ଶବ ହବାକୁ ଡରନ୍ତି ଏବଂ ମାନେ ମରିବାକୁ ଡରନ୍ତି। ତେଣୁ ତାଙ୍କୁ ଏଇ ଚିନ୍ତାଧାରେ ନାନା ପ୍ରକାର ବିପଦ ମାଡ଼ି ଆସେ। ଏହି ସମସ୍ତ ବିପଦକୁ ଯେ ଏଇ ଜୀବଠାରୁ ଅପହରଣ କରନ୍ତି। ଆପଦାଂ ଅପହର୍ତ୍ତାରମ୍, ନେଇଯାଆନ୍ତି, ପୁଣି ଦିଅନ୍ତି କ'ଣ? ଦାତାରମ୍ ସର୍ବସମ୍ପଦାମ୍, ସମସ୍ତ ସମ୍ପଦକୁ ଯିଏ ଦେଇପାରନ୍ତି। କାହାକୁ ଦେବେ? ଯାହାର ମନ ଯେଡ଼େ ତାର ପ୍ରଭୁ ସେଡ଼େ। ଆମେ ଯଦି ସେଇ ପ୍ରଭୁଙ୍କ ପାଦପଦ୍ମରେ ନିଜକୁ ମିଶେଇ ଦେବା, କ'ଣ ମିଳିବ? ନାଇଁ, ଆମେ ଆଗେ ବୁଝିବା ଆମ ମନ କେତେ ଭଲ। ମନ ତୋହର ନିଜ ଗୁରୁ, ଲେଖିଲେ ଜଗନ୍ନାଥ ଦାସ। ଉଦ୍ଧବ କେତେ ତୁ ପଚାରୁ, ମନ ନିର୍ମଳ ଯାର ଦେଇ, ଉଦ୍ଧବ ଗଙ୍ଗା ଜଳ ସେଇ। ତେଣୁ ମନ ଯଦି ଠିକ୍, ଚରିତ୍ର ଯଦି ଠିକ୍, ଚିନ୍ତାଧାରା ଠିକ୍, କାୟ ମନ ବାକ୍ୟରେ ଆମେ ଯଦି ପରୋପକାରୀ, ତାହେଲେ ସେ ପ୍ରଭୁ ଆମକୁ ସବୁ ସମ୍ପଦ ଦେବେ। ତାଙ୍କୁ ପୂଜା କଲେ ଦେବେନି, ମନ୍ଦିର ଗଲେ ସେ ଦେବେନି। ଆପଦାଂ ଅପହର୍ତ୍ତାରମ୍ ଦାତାରମ୍ ସର୍ବସମ୍ପଦାମ୍। ସେ କିଏ? ଲୋକାଭିରାମମ୍, ଲୋକ 12 ବେନି, ଭଞ୍ଜ ଲେଖିଲେ 12 ବେନି ପୁରେ ସାର ମୋହନ ପୁଂସ। 14 ବ୍ରହ୍ମାଣ୍ଡ, 12 ବେନି ମାନେ 2, 14 ପୁରରେ, 14 ବ୍ରହ୍ମାଣ୍ଡରେ ଯିଏ ସାର, ସୁନ୍ଦର, ସାମର୍ଥ୍ୟବାନ, ଶକ୍ତିଶାଳୀ ଲୋକ ଅଭିରାମ। ଅଭିରାମ ମାନେ ସୁନ୍ଦର, ଅଭିରାମ ବୋଇଲେ ସୁନ୍ଦର। ଲୋକରେ ଯିଏ 14 ବ୍ରହ୍ମାଣ୍ଡ ଯେ ସୁନ୍ଦର, ଲୋକାଭିରାମ, ସେ କିଏ? ଶ୍ରୀରାମମ୍। ଶ୍ରୀରାମମ୍, ଏଠି ଶ୍ରୀ ବୋଇଲେ ଲକ୍ଷ୍ମୀ, ସୀତା, ସୀତାଙ୍କ ସହିତ ସସ୍ତ୍ରୀକ ରାମଙ୍କୁ ମୁଁ ପ୍ରଣାମ କରୁଛି। ଆପଦାମ୍ ଅପହର୍ତ୍ତାରମ୍ ଦାତାରମ୍ ସର୍ବସମ୍ପଦାମ୍ ଲୋକାଭିରାମଂ ଶ୍ରୀରାମଂ ଭୂୟ ଭୂୟ ନମାମି। ହେଲା, ଆପଦାମ୍ ଅପହର୍ତ୍ତାରମ୍ ଦାତାରମ୍ ସର୍ବସମ୍ପଦାମ୍ ଲୋକାଭିରାମଂ ଶ୍ରୀରାମଂ ଭୂୟ ଭୂୟ ନମାମ୍ୟହମ୍। ଭୂୟ ଭୂୟ ନମାମ୍ୟହମ୍। ହଁ, ସିଂହ ରାଶିର ବନ୍ଧୁମାନେ ସେଇ ରାମଙ୍କ ଶରଣାପନ୍ନ ହୁଅନ୍ତୁ। ପ୍ରଭାତରୁ ଉଠି ରାମ ରକ୍ଷା କବଚ ଏହି ସ୍ତୋତ୍ରଟିକୁ ପାଠ କରନ୍ତୁ। ଏହି ସ୍ତୋତ୍ରଟିକୁ ଭଗବାନ ଶିବ ସ୍ୱପ୍ନରେ କହିଥିଲେ ବିଶ୍ୱାମିତ୍ରଙ୍କୁ। ସେ ତତ୍କ୍ଷଣାତ୍
ସ୍ୱପ୍ନ କୁ ସାକାର ସଫଳ କରିବା ପାଇଁ ମନେ ପକାଇ ସବୁ ଲେଖି ପକାଇଥିଲେ, ଯାହାକି ଆମ ପାଖରେ ଆଜି ପହଞ୍ଚି ଯାଇଛି। ମୁଁ ଭିଡ଼ିଓ ମାଧ୍ୟମରେ ଆପଣଙ୍କୁ କହିଦେଇଛି, ତାକୁ ପଢ଼ନ୍ତୁ, ଶୁଣନ୍ତୁ। ରାମ ରକ୍ଷା କବଚ। ସମସ୍ତ ସିଂହ ରାଶିର ଲୋକ ବନ୍ଧୁମାନଙ୍କୁ ଏଇଟା ହିଁ ମୋର ପରାମର୍ଶ। ବନ୍ଧୁ, ଏବେ ଅଗଷ୍ଟ 15ରୁ ସେପ୍ଟେମ୍ବର 15 ପର୍ଯ୍ୟନ୍ତ କୋଉଠି କୋଉ ଗ୍ରହ ଅଛନ୍ତି? ଯେ ବୃଷରେ ଅଛନ୍ତି ବୃହସ୍ପତି ଓ ମଙ୍ଗଳ, କର୍କଟରେ ଅଛନ୍ତି ବୁଧ, ସିଂହରେ ଅଛନ୍ତି ଶୁକ୍ର ଆଉ ରବି, କନ୍ୟାରେ କେତୁ, କୁମ୍ଭରେ ଶନି, ମୀନରେ ରାହୁ। ସେମାନେ କ'ଣ କ'ଣ ଫଳ ଦେବେ ଆସନ୍ତୁ ଆଲୋଚନା କରିବା। ଆଉ ଆପଣମାନଙ୍କୁ ମୁଁ ତ ପ୍ରାୟ କହିଛି ଯେ ସିଂହ ରାଶିର ଶୁଭ ବାର ହେଉଛି ରବିବାର, ଗୁରୁବାର, ଶୁଭ ରଙ୍ଗ ଧଳା ରଙ୍ଗ, ନାରଙ୍ଗୀ ରଙ୍ଗ, ଶୁଭ ସଂଖ୍ୟା 1, 4, 5, 6। ଏହି ତିଥି ମାନଙ୍କରେ, ଏହି ତାରିଖ ମାନଙ୍କରେ ଆପଣ କାହାକୁ କିଛି ନ ପଚାରି କାମ କରିଯିବେ, ସଫଳ ହେବେ। ଆଉ ଆପଣଙ୍କର ଘାତ ବାର ଶନିବାର, ଘାତ ନକ୍ଷତ୍ର ମୂଳା ନକ୍ଷତ୍ର, ଘାତ ତିଥି ନବମୀ ତିଥି, ଘାତ ଚନ୍ଦ୍ର ମକର ଚନ୍ଦ୍ର। ଏହା କେବେ ପଡ଼ିବ ମୁଁ କହିଦେବି, ବ୍ୟସ୍ତ ହେବେ। ରବି ଏବେ ସିଂହରେ, ରବି ମାସାଧିପତି, ରବିଙ୍କ ପାଇଁ ସଂକ୍ରାନ୍ତି, ସେ ହିଁ ଏହି ମାସ ରୂପକ ଯାନର ଚାଳକ। ସେ ସିଂହର ଜନ୍ମ, ରବି ଜନ୍ମ ହେଲେ ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡ଼ିଥାଏ। ଯାହା ଜାତକରେ ସିଂହରେ ରବି ଅଛନ୍ତି ତାଙ୍କୁ ଏହି ଯାତ୍ରା କାଳୀନ ଦୁଃଖ ଅଧିକ ପୀଡ଼ା ଦେବ। ଯେଉଁ ସିଂହ ରାଶିର ଜାତକରେ ସିଂହରେ ରବି ଅଛନ୍ତି ତାଙ୍କ ପାଇଁ ଏହି ଯାତ୍ରା ଦୁଃଖପ୍ରଦ ହୋଇଥାଏ। ରବିଙ୍କୁ ସପ୍ତମସ୍ଥ ଶନି ଦେଖୁଛନ୍ତି, ଏଣୁ ସିଂହ ରାଶି ପାଇଁ ରବି ଦୁଃଖଦାୟକ ହେବେ। ରବିଙ୍କ ପାଇଁ ସିଂହ ରାଶି ଅଧିକ କଷ୍ଟ ଭୋଗିବେ। ହେଲେ ଅଗସ୍ତ୍ୟ ମୁନି ଶ୍ରୀରାମଙ୍କୁ କହିଥିଲେ, ତୁମେ ଗୋଟିଏ କଥା କରିବ ଶ୍ରୀରାମ, ରାବଣକୁ ମାରିବାକୁ ପଛୁଇଲେ ଗାୟତ୍ରୀ ମନ୍ତ୍ର ପଢ଼, ସୂର୍ଯ୍ୟ ଆଦିତ୍ୟ ମାର୍ତ୍ତଣ୍ଡ ସୂର୍ଯ୍ୟ ଖୁସି ହେବେ, ଶକ୍ତି ଦେବେ, ଆଉ ତୁମେ ଅବଶ୍ୟ ମାରିପାରିବ ରାବଣକୁ। ଓಂ ଭୂର୍ଭୁବଃ ସ୍ୱାଃ ତତ୍ସବିତୁର୍ବରେଣ୍ୟଂ ଭର୍ଗୋ ଦେବସ୍ୟ ଧୀମହି ଧିୟୋ ୟୋ ନଃ ପ୍ରଚୋଦୟାତ୍। ଅତି କମରେ 7 ଥର, ଯଦି ପାରିବେ ଅଧିକରୁ ଅଧିକ ମନ୍ତ୍ର ଜପ କରନ୍ତୁ ସୂର୍ଯ୍ୟଙ୍କୁ ଅନେଇ। ତାପରେ ଦେଖିବେ ସେ ସୂର୍ଯ୍ୟ ଆପଣଙ୍କୁ ଦୁଃଖ ଦେବେନି, ଅବଶ୍ୟ କଲ୍ୟାଣ କରିବେ। ଦାମ୍ପତ୍ୟ ଜୀବନରେ କଳହ ଲାଗି ରହିବ। ହଁ, ପାରିବାରିକ କଳହ ଖିଟଖାଟ ହବ, ଯେହେତୁ ସପ୍ତମରେ ଅଛନ୍ତି ଶନି। ମାସ ସାରା ରବି ସିଂହରେ ରହିବେ, ଏଣୁ ଗୋଟିଏ ମାସ ରବିଙ୍କ ତରଫରୁ ଦୁଃଖ ମିଳିବ। ଆଉ ଅନ୍ୟ ଯେଉଁ ଅଛନ୍ତି 8ଟି ଗ୍ରହ, ସେମାନେ କ'ଣ ଆକୁ ଦେଖି ଚୁପ୍ ରହିବେ? ନା, ସିଏ ସାହାଯ୍ୟ କରିବେ। କେମିତି? ଶୁକ୍ର ଏବେ ଜନ୍ମ ହେବେ, ଶୁକ୍ର ସିଂହରେ ଅଛନ୍ତି, ଶୁକ୍ର ଜନ୍ମ ହେବେ, ଆଉ ସେ 12-9ରେ କନ୍ୟାକୁ ଯିବେ, ମାନେ ଶୁକ୍ର ଦ୍ୱିତୀୟ ହେବେ। ଶୁକ୍ର ଜନ୍ମ ହେଲେ ଯେପରି ସୁଖ ଦିଅନ୍ତି, ଦ୍ୱିତୀୟରେ ସେଭଳି ଶୁଭ ଆଉ ସୁଖ ପ୍ରଦାନ କରିଥାନ୍ତି। ମାନେ ମାସ ସାରା ଶୁକ୍ର ସିଂହ ରାଶିକୁ ସୁଖ ଦେବେ। ଗୋଟେ ପଟରେ ରବି ଦୁଃଖ ଦେବେ, ଶୁକ୍ର ସୁଖ ଦେବେ। ସପ୍ତମରେ ଥାଇ ଶନି ଯେହେତୁ ସିଂହକୁ ଦେଖୁଛନ୍ତି, ତେଣୁ ସିଂହ ରାଶିରେ ଥିବା ଶୁକ୍ରଙ୍କୁ ସେ ଦେଖୁଛନ୍ତି। ଶୁକ୍ର ଶନିକୁ, ଶନି ଶୁକ୍ରଙ୍କୁ ବହୁତ ଭଲକୁ ପାଆନ୍ତି, ପସନ୍ଦ କରନ୍ତି। ତେଣୁ ଶନିଙ୍କର ଯେଉଁ କୋପ,
ଯେମିତି ସୂର୍ଯ୍ୟ କିରଣ ସମସ୍ତଙ୍କୁ ତତେଇ ଦିଏ, ସବୁ ଫୁଲକୁ ଝାଉଁଳେଇ ଦିଏ, କିନ୍ତୁ ପଦ୍ମ ଫୁଲ ଉପରେ ତାର ପ୍ରଭାବ କିଛି ପଡ଼େନି। ବରଂ ସୂର୍ଯ୍ୟ ରଶ୍ମିର ତାପକୁ ପଦ୍ମ ଫୁଲ ଗ୍ରହଣ କରି ଅଧିକ ସୁନ୍ଦର ସତେଜ ହୁଏ। ସେହିଭଳି ଶୁକ୍ରଙ୍କ ପାଖରେ ଶନିଙ୍କର କୋପ ତାପ କାମ ଦେବନି। ଏଣୁ ସପ୍ତମକୁ ଯେଉଁ ପ୍ରକାର ପୀଡ଼ା ଦେବା କଥା ଶନି ଆଉ ରବି, ସେ ସମସ୍ତ ପୀଡ଼ାକୁ ଶୁକ୍ର ନିଜ ପାଇଁ ଗ୍ରହଣ କରି ନେଇଯିବେ। ସିଂହ ରାଶିକି ଟିକେ ଆଶ୍ୱସ୍ତି ମିଳିବ। ଶୁକ୍ର ଜନ୍ମ ହେଲେ ଯେଭଳି ସୁଖ ଦିଅନ୍ତି, ଦ୍ୱିତୀୟରେ ବି ସେତିକି ସୁଖ ଦେଇଥାନ୍ତି। ଯେଉଁ ସିଂହ ରାଶିଆଙ୍କ ଜାତକରେ ଶୁକ୍ର ସିଂହରେ ଅଛନ୍ତି, ଜାତକ ଦେଖନ୍ତୁ ଆପଣଙ୍କର ସିଂହରେ, ଯେମିତି ରବି କଥା କହିଲି, ଯଦି ଶୁକ୍ର ଅଛନ୍ତି କି, ଯଦି ଅଛନ୍ତି ତାହେଲେ ପ୍ରବଳରୁ ପ୍ରବଳ ସୁଖ ଆପଣ ଲାଭ କରିବେ। ଅଗଷ୍ଟ 15ରୁ ସେପ୍ଟେମ୍ବର 15 ଯାଏ ମହାସୁଖୀ ହେବେ। ଯଦି ସିଂହରେ ଜାତକରେ ଶୁକ୍ର ଥାନ୍ତି। ଏହି ଶୁକ୍ର ଶନିକୁ ଦେଖୁଛନ୍ତି, ଶନି ବି ଶୁକ୍ରଙ୍କୁ। ତେଣୁ ଦାମ୍ପତ୍ୟ ଜୀବନରେ ରବିଙ୍କ ପାଇଁ ହେବାକୁ ଥିବା ମହା ଦୁଃଖକୁ ଶୁକ୍ର ଲାଘବ କରିବେ। ସମସ୍ତ ପ୍ରକାର କିଶୋରୀଙ୍କ ଠାରୁ ବୃଦ୍ଧାଙ୍କ ପାଇଁ ଶୁକ୍ର ଅତ୍ୟନ୍ତ ସୁଖ ଦେବେ। ଏମାନେ ନାରୀମାନେ କିଶୋରଙ୍କ ଠାରୁ ବୃଦ୍ଧା ପର୍ଯ୍ୟନ୍ତ ଦୁଃଖ ପାଇବେ 40%, ସୁଖ ପାଇବେ 60%। ଯେଉଁମାନେ ଧର୍ମପ୍ରାଣା ଓ କର୍ମଚଞ୍ଚଳା, ଯେଉଁ ନାରୀମାନେ ଧର୍ମପ୍ରାଣା ଆଉ କର୍ମଚଞ୍ଚଳା, ସେମାନଙ୍କ ଦୁଃଖ ଆଉ ଟିକେ କମିଯିବ, 20% ହେଇଯିବ, ସୁଖ 80% ହେଇଯିବ। ତେଣୁ ଆପଣମାନେ ଟିକେ ସମସ୍ତ ନାରୀମାନଙ୍କୁ ମୁଁ ନିବେଦନ କରୁଛି, କିଶୋରୀ ଠାରୁ ବୃଦ୍ଧା ପର୍ଯ୍ୟନ୍ତ ସେମାନେ ସମସ୍ତେ କର୍ମରଙ୍କା, କର୍ମ ତତ୍ପରା ହୁଅନ୍ତୁ ଓ ଈଶ୍ୱରଙ୍କୁ ବିଶ୍ୱାସ କରନ୍ତୁ, ଧର୍ମ କାର୍ଯ୍ୟ କରନ୍ତୁ। କର୍ମ ବୋଲେ କ'ଣ? ଯାହାକୁ ଯେଉଁ ଡ୍ୟୁଟି ଦିଆହେଇଛି ନା, ଆଉ ଈଶ୍ୱର ଯାହାକୁ ଯେଉଁ ଡ୍ୟୁଟି ଦେଇଛନ୍ତି, ତମେ ସୁଶୀଳା ନା, ତମେ ଏବେ କିଶୋରୀ କନ୍ୟା, ତେଣୁ ତମର କର୍ତ୍ତବ୍ୟ କିଛି ଅଛି ତମ ଭାଇ ଭଉଣୀ ପ୍ରତି, ତମ ବାପା ମାଙ୍କ ପ୍ରତି। ତାପରେ ତମେ ବଡ଼ ହେଇଯିବ, ତମ ବାହାଘର ହେଇଯିବ, ତମେ ଆଉ ଗୋଟେ ସୋପାନ ଗଲ। ତମର କର୍ତ୍ତବ୍ୟ ଅଛି ସ୍ୱାମୀ ପାଇଁ, ଶାଶୁ ଶ୍ୱଶୁରଙ୍କ ପାଇଁ, ଦିଅର ପାଇଁ, ନଣନ୍ଦ ପାଇଁ। ତାପରେ ଆଉ ଟିକେ ବଡ଼ ହେଇଗଲ, ମା ହେଇଗଲ, କର୍ତ୍ତବ୍ୟ ସନ୍ତାନ ପ୍ରତି। ଆଉ ଟିକେ ବଡ଼ ହେଇଗଲ, ଜେଜେମା ହେଇଗଲ, ମୁଖିଆ ହେଇଗଲ ଘରର। ଯେମିତି ଏତେ ଗୁଡ଼ିଏ ଡ୍ୟୁଟି ଦିଆହେଇଛି ଗୋଟେ ବ୍ୟକ୍ତିକୁ। ମୁଁ ଜଣେ ଶିକ୍ଷକ, ମୋର କାମ ହେଲା ପିଲାଙ୍କୁ ପାଠ ପଢ଼ାଇବାଟା। ଯେମିତି ସେମାନେ ପ୍ରତ୍ୟେକ ମୋ ପୁଅ, ଏଇ ଚିନ୍ତା ନେଇ ମୁଁ ପ୍ରତି ପିଲାଙ୍କ ପାଇଁ ମୋର ଜୀବନ ଦେବି, ସେମାନେ ମଣିଷ ହେବେ, ଏଇ ଚିନ୍ତା କରି ଯିଏ କର୍ମ କରେ ତା ପାଇଁ ଦୁଃଖ ଆସେନି। ବାସ୍ ଶୁଣା କହିବା। ଆଚ୍ଛା, କେତୁ ଦ୍ୱିତୀୟରେ, ଧନ ସ୍ଥାନରେ କେତୁ ଦ୍ୱିତୀୟ ହେଲେ ଧନ ହାନି କରିଥାନ୍ତି। ସବୁ ଧନ ସେ ନେଇଯିବେ କେତୁ। ଯେଉଁମାନଙ୍କ ଜାତକରେ କେତୁ ଦ୍ୱିତୀୟରେ ଥିବେ, ସେମାନଙ୍କର ଅବାଟରେ ବୃଥା ଧନ କ୍ଷୟ ହୋଇଯାଇପାରେ, ବୃଥା ବ୍ୟୟ ହେବ। ତେଣୁ ଖର୍ଚ୍ଚ କରିବା ପୂର୍ବରୁ ବହୁତ ଭାବନ୍ତୁ, କାଲି ପାଇଁ ପୁଣି ଖର୍ଚ୍ଚ ଅଛି। ହାତ ଖୋଲା କରନ୍ତୁନି, ହାତ ଖୋଲା କଲେ ସବୁ ପଳେଇଯିବ। ଶନି ସପ୍ତମରେ, ଶନି ସପ୍ତମ ହେଲେ ଶାରୀରିକ ଓ ମାନସିକ ପୀଡ଼ା ଦେଇଥାନ୍ତି। ଶନି ସପ୍ତମରେ ସେ ଶାରୀରିକ ଓ ମାନସିକ ପୀଡ଼ା ଦେବେ। ଯାହା ଜାତକରେ ଶନି ସପ୍ତମରେ ଥିବେ, ସେ ସିଂହ ରାଶିଆ ଲୋକ ବହୁ ଯନ୍ତ୍ରଣା ଭୋଗ କରିବେ। ଜାତକରେ ଶନି ସିଂହରେ, ଏବେ ଅଛନ୍ତି କୁମ୍ଭରେ, ସେ ଶନିଙ୍କ ଦୃଷ୍ଟି ଏ ଶନିଙ୍କର ପଡ଼ିବ, ଦୁଃଖ ଅଧିକ ହେବ। ଏବେ ରାହୁ ଅଷ୍ଟମସ୍ଥ, ରାହୁ ଅଷ୍ଟମସ୍ଥ ହେଲେ ନାନାବିଧ ରୋଗ ହୋଇଥାଏ। ଆଗରୁ ମୁଁ ରାମକୁ ଡାକିଥିଲି ନା, ଏମାନେ କେତୁ, ଶନି, ରବି, ରାହୁ, ଏମାନେ ସମସ୍ତେ ଦୁଃଖ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି। ତେଣୁ ଗାୟତ୍ରୀ ମନ୍ତ୍ରରେ ସୂର୍ଯ୍ୟଙ୍କୁ ସନ୍ତୁଷ୍ଟ କରନ୍ତୁ, ରାମଙ୍କ ଶରଣାପନ୍ନ ହୁଅନ୍ତୁ।
ଦଶମସ୍ତ ମଙ୍ଗଳ ଭଲ ବୋଲେ ଭଲ ଖବର ଦଶମସ୍ତ ମଙ୍ଗଳ ସେ 22/8 ମିଥୁନକୁ ଆସିବେ, ଏକାଦଶ ହେବେ। ଦଶମସ୍ତ ମଙ୍ଗଳ ସବୁ ପ୍ରକାର ସୁଖ ଦେଇଥାନ୍ତି। ଏକାଦଶ ମଙ୍ଗଳ ସବୁଥିରୁ ଲାଭ ଦେଇଥାନ୍ତି। ଦଶମସ୍ତ ଏକାଦଶସ୍ତ ଏଇ ଯେଉଁ ମାସେ ମଙ୍ଗଳ କଲ୍ୟାଣ କରିବେ, ସବୁ ଦୂର ଲାଭ ହବ। ଲାଭ, ସୁଖ, ଆଶୀର୍ବାଦ, ବର ସବୁ ମିଳିଯିବ। ଏକାଦଶ ମଙ୍ଗଳ ସବୁ ଦୂରରୁ ଲାଭ ଦେଇଥାନ୍ତି, ଶୁଭ ଖବର ଆଣି ଦେଇଥାନ୍ତି। ତେଣୁ ମଙ୍ଗଳ ପାଇଁ ଟିକେ ଶୁକ୍ର ଭଲ ଫଳ ଦେଲେ, ମଙ୍ଗଳ ଭଲ ଫଳ ଦେଲେ। ବୃହସ୍ପତି ଏବେ ଦଶମରେ। ଦଶମସ୍ତ ଗୁରୁ ଦାରିଦ୍ର୍ୟକୁ ନିମନ୍ତ୍ରଣ କରିଥାଏ। ପୁଣି ଖରାପ ଟାଇମ୍ ଆସିଲା। ଦଶମରେ ଗୁରୁ ରହିଲେ ଅଭାବ ଗୋଡ଼ାଏ। ଯେତେ ଅନ୍ନ ଦେଲେ ବି ପେଟ ପୁରେନି। ସାରାଂଶ ସୁଖ ଦାତା ମଙ୍ଗଳ ପଞ୍ଚମକୁ ଦେଖୁଛନ୍ତି। ଏଣୁ ଛାତ୍ର ଛାତ୍ରୀ ଓ ସନ୍ତାନମାନଙ୍କର ମଙ୍ଗଳ ହେବ। ଶୁକ୍ରଙ୍କ ପାଇଁ ଦାମ୍ପତ୍ୟ ଜୀବନରେ ଭୁଲ ବୁଝାମଣା ହେବନି। ଦିନ ଭଲରେ କଟିବ। କର୍ମ କ୍ଷେତ୍ରରେ ମଙ୍ଗଳ ଓ ଗୁରୁ। ଏଣୁ ଚାକିରି, ବୃତ୍ତି, ବ୍ୟବସାୟରେ ଯଦିଓ ଗୁରୁଙ୍କ ପାଇଁ ଦାରିଦ୍ର୍ୟ ଆସିବ, କ୍ଷତି ହେବ, ତଥାପି ମଙ୍ଗଳ ଓ ଶୁକ୍ରଙ୍କ ପାଇଁ ସେଥିରେ ଲାଭ ହେବ। ଏତେ କ୍ଷତି ପୀଡ଼ା ଦେବନି। ସୁଖ ଆସିବ। ବ୍ୟବସାୟରେ ବୁଦ୍ଧି ଦାତା ହେଲେ ଗୁରୁ। ସେ ଠକାମିରେ ପକାଇବା ପାଇଁ ଚେଷ୍ଟା କରିବେ। ତେଣୁ ଆପଣ ବ୍ୟବସାୟରେ ଠକାମିରେ ପଡ଼ିଯାଇପାରନ୍ତି। ଯାହାଠାରୁ କିଣାବିକା କରିବେ ଟିକେ ଭାବିଚିନ୍ତି ବିଚାର କରି ପଦକ୍ଷେପ ନେଲେ ଭଲ, ନହେଲେ ଆପଣ ଠକିଯିବେ। ଦୁଶ୍ଚିନ୍ତା ହେତୁ ଧୈର୍ଯ୍ୟ ଭାଙ୍ଗିଯିବ। ଚାକିରିରେ ହଇରାଣ ହେଇପାରନ୍ତି। ଶତ୍ରୁମାନେ ମୁଣ୍ଡ ଟେକିବେ, ଆଉ ଶତ୍ରୁମାନେ ହିଁ ହଇରାଣ କରିବେ। ଏଥିପାଇଁ ଆପଣଙ୍କୁ ମୁଁ କହିଲି, ଗାୟତ୍ରୀ ମନ୍ତ୍ର ପଢ଼ି ସୂର୍ଯ୍ୟଙ୍କୁ, ରାମରକ୍ଷା ସୂତ୍ର ପଢ଼ି ଶ୍ରୀରାମଙ୍କୁ ସନ୍ତୁଷ୍ଟ କରନ୍ତୁ। ଆପଣ ସକାଳେ ଓ ସକାଳ ଭଳି ଆଉ ଗୋଟେ କାମ କରନ୍ତୁ, ସିଦ୍ଧ କୁଞ୍ଜିକା ସୂତ୍ର ପାଠ କରନ୍ତୁ। ରାମରକ୍ଷା ସୂତ୍ର ପାଠ କରନ୍ତୁ, ଆପଣଙ୍କର ମଙ୍ଗଳ ହେବ। ଆଉ ଗୋଟେ ମିନିଟ୍ ଶୁଣନ୍ତୁ। ଘାତ ବାର ଶନିବାର, ତାହା ଅଗଷ୍ଟ 17, 24, 31ରେ ପଡ଼ିବ। ଅଗଷ୍ଟ 17, 24, 31, ସେପ୍ଟେମ୍ବର 7 ଆଉ 14। ଘାତ ନକ୍ଷତ୍ର ମୂଳା, ଅଗଷ୍ଟ 16, ସେପ୍ଟେମ୍ବର 12। ମୂଳା ନକ୍ଷତ୍ର ଅଗଷ୍ଟ 16, ସେପ୍ଟେମ୍ବର 12। ଘାତ ତିଥି ନବମୀ ତିଥି, ତା ଅଗଷ୍ଟ 14, 27, ସେପ୍ଟେମ୍ବର 12। ଘାତ ଚନ୍ଦ୍ର ମକର, ତା ଅଗଷ୍ଟ 18, 19, ସେପ୍ଟେମ୍ବର 14, 15। ଏସବୁ ତାରିଖକୁ କ୍ୟାଲେଣ୍ଡରରେ ଚିହ୍ନ ମାରିଦେଇ ସତର୍କ ରୁହନ୍ତୁ। ରହିଲେ ଆପଣଙ୍କର ମଙ୍ଗଳ। ଆପଣଙ୍କର ମଙ୍ଗଳ ହେଲେ ମୁଁ ଖୁସି। ମୁଁ ଖୁସି ହେଲେ ଆପଣଙ୍କ ପାଇଁ ପ୍ରାର୍ଥନା କରିବି। ଜୟ ହେଉ। ନମସ୍କାର।